ଦେଖନ୍ତୁ ଆଗରୁ ଆମେ ଯେତିକି ସାମୁଦ୍ରିକ ଦୁର୍ଘଟଣା ଗୁଡ଼ିକ ଜାଣିଛେ ସେ ସାମୁଦ୍ରିକ ଦୁର୍ଘଟଣା ଗୁଡ଼ିକରେ ଜାହାଜକୁ ସମୟ ଯଥେଷ୍ଟ ମିଳିଥାଏ। ଆପଣଙ୍କର ଜାହାଜରେ ଯଦି ଗୋଟେ ଛୋଟ କଣା ହେଲା ତାହେଲେ ଧୀରେ ଧୀରେ ସେ କଣାଟାକୁ ସେ କଣାରେ ଯୋଉ ପାଣି ପ୍ରବେଶ କରେ ଜାହାଜ ଭିତରକୁ ତାକୁ ଫ୍ଲଡିଂ କୁହାଯାଏ। ଆଉ ସେ ଫ୍ଲଡିଂକୁ କଣ୍ଟ୍ରୋଲ କରିବା ପାଇଁ ଜାହାଜର ଟିମ୍ ଡ୍ୟାମେଜ କଣ୍ଟ୍ରୋଲରେ ଲାଗି ପଡେ। ସେଟା ଗୋଟେ ସମୟ ଲାଗେ, ସମୟ ସମୟରେ କଣ୍ଟ୍ରୋଲ ହୁଏ, ସମୟ ସମୟରେ କଣ୍ଟ୍ରୋଲ ହୁଏ ନାହିଁ। ଯେତେବେଳେ ସମୟ ସମୟରେ କଣ୍ଟ୍ରୋଲ ହୁଏ ନାହିଁ ସେତେବେଳେ ଜାହାଜର ଯୋଉ ସେଫ୍ଟି ପ୍ରୋସିଜିଅର ଅଛି ତା ଅନୁସାରେ ଗୋଟେ ସେଫ୍ଟି ସିଗ୍ନାଲ ପଠାଯାଏ। ସେ ସେଫ୍ଟି ସିଗ୍ନାଲରେ କୁହାଯାଏ ଯେ ଜାହାଜରେ କି ପ୍ରକାର ଅବସ୍ଥିତି ଅଛି, କି ପ୍ରକାର ଆସିଷ୍ଟାନ୍ସ ସେମାନଙ୍କୁ ଦରକାର କରାଯାଉଛି। ଯଦି ସେଥିରେ ତାକୁ ସାହାଯ୍ୟ କରି ନ ଦିଆଗଲା ଧୀରେ ଧୀରେ ମାନେ ବିପଦଟା ବଢିଲା, ପାଣି ଭିତରକୁ ଯଥେଷ୍ଟ ମାତ୍ରାରେ ପ୍ରବେଶ କଲା, ତାପରେ ସେଫ୍ଟି ପରେ ଗୋଟେ ଅର୍ଜେନ୍ସି ସିଗ୍ନାଲ ପଠାଯାଏ। ଅର୍ଜେନ୍ସି ସିଗ୍ନାଲ ମଧ୍ୟ ତାଠାରୁ ଟିକେ ଉଚ୍ଚ ଧରଣର। ତେଣୁ ତାକୁ ଯୋଉମାନେ ଆଖପାଖରେ ପାଇବେ, ଯୋଉ ମେସେଜ ଯୋଉ ଚ୍ୟାନେଲରେ ପଠାଯିବ ସେ ଚ୍ୟାନେଲର ନାଁ ହେଉଛି ମେରିଟାଇମ୍ ମୋବାଇଲ ବ୍ୟାଣ୍ଡ। ତାର ଫ୍ରିକ୍ୱେନ୍ସି 156.80। ତା ଦେହରେ ସେଟା ହେଉଛି ଏମର୍ଜେନ୍ସି ଡିଷ୍ଟ୍ରେସ୍ କଲ୍। ସେଥିରେ ଆପଣ ଏମର୍ଜେନ୍ସି ଡିଷ୍ଟ୍ରେସ୍ କଲ୍ କରିପାରିବେ। ଆପଣଙ୍କର ସମୁଦ୍ରରେ ଆଖପାଖରେ ଯେତେ ଜାହାଜ ସେଇ ରେଞ୍ଜ ଭିତରେ ଯାତାୟାତ କରୁଥିବେ, ଏପରିକି ଉଡାଜାହାଜ ମଧ୍ୟ, ଯୁଦ୍ଧ ଜାହାଜ, ତଟରକ୍ଷୀ ଜାହାଜ, ମର୍ଚାଣ୍ଟ ଭେସେଲ, ଯେ କେହି ଆଖପାଖରେ ତାକୁ ଶୁଣିବ ସେ ଆପଣଙ୍କ ସାହାଯ୍ୟ ପାଇଁ ଆସିବ। ଯଦି ଏ ଅର୍ଜେନ୍ସି ଏମର୍ଜେନ୍ସି ମେସେଜ ଟି ଦିଆ ଯାଇପାରିଥିଲା କି ଏମବି ଓशन ୱିନର କ୍ଷେତ୍ରରେ? ଏମବି ଓସିଅନ କ୍ଷେତ୍ରରେ କୌଣସି ପ୍ରକାର ସେମିତି ମେସେଜ ଯାଇନାହିଁ, ମାନେ ହ୍ୟୁମାନ ମେଡ୍ ମେସେଜ ଯାଇନାହିଁ। ସେଠୁ ଯୋଉ ମେସେଜ ଯାଇଛି ତା ଭିତରେ ଯୋଉ ଡିଭାଇସ ଥିଲା EPIRB, that system like one mobile phone you are holding and I am also holding one mobile phone and there are many mobile towers. ତେଣୁ many mobile towers is a system. So ସେଟା ହଉଛି ମାନେ ସେଟା ହଉଛି GMDSS, ଗ୍ଲୋବାଲ ମେରିଟାଇମ୍ ଡିଷ୍ଟ୍ରେସ୍ ସେଫ୍ଟି ସିଷ୍ଟମ। ସେ ସିଷ୍ଟମ ମାଧ୍ୟମରେ ଗୋଟେ EPIRB ଡିଭାଇସ ଥାଏ ଜାହାଜରେ। EPIRB ମାନେ ଏମର୍ଜେନ୍ସି ପୋଜିସନିଂ ଇନଫର୍ମେସନ ରେଡିଓ ବିକନ। ସେଇଟା କେତେବେଳେ ଅଟୋମେଟିକ ସିଗ୍ନାଲ କେତେବେଳେ ଛାଡେ, ଯେତେବେଳେ ସେ ଜାହାଜରୁ ଡିଟାଚ ହେଇଯାଏ, ଯେତେବେଳେ ତ ଆପଣ ପାଣିର କହୁଛନ୍ତି ଏ ଗୋଟେ ଅଟୋମେଟିକ ସିଗ୍ନାଲ ହୁଏ ତ ଯାଇଛି, ଆଉ ଏ ଦି ଜଣ ବ୍ୟକ୍ତି 24 ଜଣରୁ ଉଦ୍ଧାର ପାଇଛନ୍ତି। ଏ ଦି ହଁ ଜଣଙ୍କ ସେଇ ପାଖକୁ କିଏ ଆସିଲା ଆଉ କେମିତି ଉଦ୍ଧାର କଲା? ସମୁଦ୍ର ଭିତରକୁ 2.5 କିଲୋମିଟର ତଳକୁ ଯେତେବେଳେ ଜାହାଜଟି ପଳେଇ ଯାଇଛି। EPIRB ରୁ ଯେତେବେଳେ ଅଟୋମେଟିକ ଡିଜିଟାଇଜ୍ଡ ମେସେଜଟା ଯାଏ ତାକୁ ମନିଟର କରିବା ପାଇଁ MRCC ଗୁଡ଼ିକ ଥାନ୍ତି। MRCC କହିଲେ ଭାରତରେ 3ଟି MRCC ଅଛି। ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ ସେଣ୍ଟର ପଶ୍ଚିମ ଉପକୂଳରେ ବମ୍ବେ, ପୂର୍ବ ଆଉ ଦକ୍ଷିଣ ଉପକୂଳରେ ଚେନ୍ନାଇ, ଆଉ ଆଣ୍ଡାମାନ ନିକୋବର ପାଇଁ ସ୍ପେଶିଆଲି ସେର ଜୋନ୍ ପାଇଁ ତାକୁ ଶ୍ରୀ ବିଜୟପୁରମ୍, ଯୋଉଟା ପୂର୍ବ ନାଁ ପୋର୍ଟ ବ୍ଲେୟାର। ଆମର 3ଟା ଅଛି। এইটা କୌଣସି କାହାକୁ ଆମେ ଦୟା କରୁନେ କି ଅନୁକମ୍ପା କରୁନେ ଡିଷ୍ଟ୍ରେସ୍ ହେଲ୍ପ କରି, ସେଟା ମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏଇଟା ହଉଛି ଗୋଟେ ଡ୍ୟୁଟି ସମସ୍ତଙ୍କୁ ଦିଆଯାଇଛି। ଆମ ଜୁରିଡିକ୍ସନ ଭିତରେ ଯଦି କୌଣସି ରାଷ୍ଟ୍ରର ଜାହାଜ ଏଇଭଳି ବିପଦର ସମ୍ମୁଖୀନ ହୁଏ ତାହେଲେ ଏଇ MRCC ମାନେ ତାଙ୍କର ଟିମ୍ ରଖିଛନ୍ତି ଡିଷ୍ଟ୍ରେସ୍ କଲ୍ ରିସିଭ୍ କରିବା ପାଇଁ। ଯେତେବେଳେ MRCC ଏଇ ମେସେଜଟା ରିସିଭ୍ କରିଛି ଇମିଡିଏଟଲି ସେଟା ଇଣ୍ଟ୍ରା ସେଫ୍ଟି ନେଟରେ ଛଡାଯିବ। ଇଣ୍ଟରନ୍ୟାସନାଲ ସେଫ୍ଟି ନେଟ୍ ଛାଡ଼ିଦେଲା ପରେ କୋଷ୍ଟ ଗାର୍ଡକୁ ନିର୍ଦ୍ଦେଶ କରିଛି MRCC। ଆଉ MT ଆୟୋସ୍ପୋସ୍ ମର୍ଚାଣ୍ଟ ଭେସେଲକୁ ସେମାନେ ଦେଖିଛନ୍ତି ତାଙ୍କର ସ୍କ୍ରିନରେ ହୁଇଚ୍ ସିପ୍ ଇଜ୍ ନିୟରେଷ୍ଟ ଟୁ ଦି ସିଙ୍କିଂ ସିପ୍। ତେଣୁ MT ସେ ଯୋଉ ମର୍ଚାଣ୍ଟ ଭେସେଲକୁ ଆୟୋସ୍ପୋସକୁ ନିର୍ଦ୍ଦେଶ କରିଛି MRCC, ୟୁ ଗୋ ଆଣ୍ଡ ରେଣ୍ଡର ଦି ଆସିଷ୍ଟାନ୍ସ। ସେମାନେ ସେଇ ଜାଗାକୁ ଯାଇଛନ୍ତି ଯୋଉ ଜାଗାରୁ ସିଗ୍ନାଲଟି ମିଳିଥିଲା। ସେଠି ଯୋଡିଏ ରାଫ୍ଟ ଭାସୁଥିବାର ଦେଖିଛନ୍ତି। ଦୁଇଟା ଅଲଗା ଅଲଗା ରାଫ୍ଟରୁ ମାନେ ଲାଇଫ ରାଫ୍ଟରୁ ଦୁଇଟା ଅଲଗା ଅଲଗା ଚାଇନିଜ ନାବିକ